ଯିବା କ'ଣ କହିବେ ଆପଣଙ୍କର ଅଚାନକ ଗୋଟେ ଦିଲ୍ଲୀ ଗସ୍ତ ହେଇଥିଲା କ'ଣ ମାନେ ସଭାପତି ପରିବର୍ତ୍ତନ ନା କ'ଣ? ନାଇଁ ନାଇଁ ଆମକୁ ଡାକରା ଥିଲା ମୋତେ ବିଶେଷତଃ ରେଳମନ୍ତ୍ରୀଙ୍କ ତରଫରୁ ଡାକରା ଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ମୁଁ ଟାଇମ୍ ମାଗିଥିଲି ସେ ଦେଇଥିଲେ ରେଳ ବିଭାଗରେ କିପରି ଜଟଣୀର ଉନ୍ନତି ହେବ ଗୋଟେ ଅଡିଟୋରିୟମ୍ ହେବ ମୁଁ ଡିମାଣ୍ଡ କଲି ଏବଂ ଗୋଟେ ଆମର ଲିଙ୍ଗରାଜ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ଜଟଣୀ ଦେଇ ବମ୍ବେ ଆଉ ଗୋଟେ ଭୁବନେଶ୍ୱରରୁ ଦିଲ୍ଲୀ ଲିଙ୍ଗରାଜ ଏକ୍ସପ୍ରେସ୍ ଚାଲିବ ଡିମାଣ୍ଡ କଲୁ ସେ ଗ୍ରହଣ କଲେ କହିଲେ ଆମେ କନସିଡର କରିବୁ। ଦ୍ୱିତୀୟ ଧର୍ମେନ୍ଦ୍ର ପ୍ରଧାନ ପାଖକୁ ଯାଇଥିଲି ମୁଁ ତାଙ୍କୁ ଅନୁରୋଧ କଲି ଯେ ଆମେ ଯେଉଁ ଇନଷ୍ଟିଚ୍ୟୁଟ୍ ଗୁଡ଼ିକ ସେଠି ସବୁ କରିଛୁ ସେ ଇନଷ୍ଟିଚ୍ୟୁଟ୍ ମାନକେ ଲୋକାଲ ଲୋକଙ୍କର ନିଯୁକ୍ତି ନାହିଁ ଆମେ ଜମି ଦେଇଛୁ ମାଗଣା 5ଟା ଇନଷ୍ଟିଚ୍ୟୁଟ୍ ସେଠି ହେଇଛି 5টাରେ ଯଦି ଆମର 100 ଲୋକ ରହିବେ 500 ଲୋକ ରହିବେ କାହିଁକି ଆମେ ରହିବେନି ସେ ଯାହା ହଉ ସ୍ପେଶାଲି କନସିଡର କରିବା ପାଇଁ କହିଛନ୍ତି ଏବଂ ଆଇଆଇଟି ନାଇଜର ଇନଫୋସିସ୍ ଆମର କ୍ୟାନ୍ସର ଏଥିରେ ସବୁ ଲୋକ ନିଯୁକ୍ତି ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ ଭୁବନେଶ୍ୱର ଆସିଲେ ଗୋଟେ ମିଟିଂ ଡାକି ମୋତେ ଡାକି ଆମ ପ୍ରତିନିଧିମାନଙ୍କୁ ଡାକି ଯେଉଁମାନେ ଆମ ସାଥିରେ ଯାଇଥିଲେ ସମାଧାନ କରିବେ। ଆଉ ଦିଲ୍ଲୀରେ ଏଆଇସିସିରେ କାହା ସହିତ ଭେଟ? ଏଆଇସିସିରେ ଦେଖା ହେଲା ପ୍ରଥମେ ରାହୁଲଜୀ ଦ୍ୱିତୀୟ ମଲ୍ଲିକାର୍ଜୁନ ଖଡ଼ଗେ ତୃତୀୟ ଚେଲା କୁମାର ଏ 3 ଜଣ ସହିତ ଏକାଠି ଦେଖା ହେଇଗଲା। ମୁଁ ତାଙ୍କୁ ଅନୁରୋଧ କଲି ପ୍ରଥମ ଅନୁରୋଧ ରାହୁଲଜୀ 72ରୁ 75 ଭାଗେ ଯୁବକ ଯୁବତୀଙ୍କୁ ଏମଏଲଏ ଟିକେଟ୍ ଆଉ ଏମପି ଟିକେଟ୍ ଦିଅନ୍ତୁ ନ୍ୟୁ ଫେସ୍ ବଢ଼ିଆ ହେବ। ସେକେଣ୍ଡ ଜାନୁଆରୀ ଲାଷ୍ଟ ୱିକ୍ ଗୋଟେ ଭୁବନେଶ୍ୱରରେ ପବ୍ଲିକ ମିଟିଂ କର। ଦ୍ୱିତୀୟ ଫେବୃଆରୀ ଲାଷ୍ଟ ୱିକ୍ ସମ୍ବଲପୁର ଗୋଟେ ପବ୍ଲିକ ମିଟିଂ କର କଂଗ୍ରେସ ପାଇଁ ବେଟର ହେବ। କଂଗ୍ରେସ ହାୱା ଏଇନା ଜୋରରେ ବଢ଼ିଲାଣି ଆପଣମାନେ ଯଦି ଯିବେ ଆପଣଙ୍କ ସାଥିରେ ଖଗଡ଼େ ଯିବେ ଆପଣ ଚେଲା କୁମାର ଯିବେ ଆଉ ପ୍ରିୟଙ୍କା ଗାନ୍ଧୀ ଯଦି ସାଥିରେ ଆପଣ ନେବେ ଭଲ ହେବ। ସେ କହିଲେ ମୁଁ କନସିଡର କରିବି ସମସ୍ତଙ୍କୁ ନେବା ପାଇଁ ଏବଂ ୟଙ୍ଗ ମାସଙ୍କୁ ଏଥର ଏମଏଲଏ ଏମପି ଟିକେଟ୍ ଦେବାର ବ୍ୟବସ୍ଥା କରିବି। ଦେଖାଯାଉଛି ସୋସିଆଲ ମିଡିଆରେ ସିଦ୍ଧାର୍ଥ ରାଉତରାୟ ଆପଣଙ୍କ ସହିତ ବି ଯାଇଥିଲେ ଚେଲା କୁମାରଙ୍କୁ ଭେଟିଲେ ଆଉ କାହାକୁ ଭେଟିଲେ ମିଶିଲେ କି କଂଗ୍ରେସ? ଚେଲା କୁମାର ସେ କଂଗ୍ରେସରେ ଅଛି ସେ କୋଉ କାଳୁ ମିଶି ସାରିଲାଣି। ଚେଲା କୁମାର ଶରତ ପଟ୍ଟନାୟକ ତାକୁ ମିଶେଇ ସାରିଛନ୍ତି ସେ ପିଓର କଂଗ୍ରେସ। ନିମାପଡ଼ାରେ ଠିଆ ହେବା ପାଇଁ ସେ ଡୋର କାମ ଚଲେଇଛି। ଏଇନା ନିମାପଡ଼ା ଏରିଆରେ ମିନିମମ୍ 2000-3000 ପିଲା ଯୁବକ ଯୁବତୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇ ସାରିଲାଣି। ସବୁ ଜଣେଇଛନ୍ତି ସେ ଯେଉଁ ରେକର୍ଡ ଦେଖେଇଲା ଆମର ଚେଲା କୁମାର ଖଗଡ଼େ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ। ଏତେ ସୁନ୍ଦର ଭାବେ ପ୍ଲାନିଂ ଭାବେ ସେ କରୁଛି ପଞ୍ଚାୟତ ୱାଇଜ୍। ସିଦ୍ଧାର୍ଥ ରାଉତରାୟର ଆକ୍ସନ୍ ଦେଖି ଓଭରଫ୍ଲିଜ୍ ହେଇଗଲେ ଖୁସି ଅଛନ୍ତି ଏକଦମ। ଆଉ ଗୋଟେ କଥା ଦେଖିବା ଆପଣ ଦେଖିବେ ଗଲା କାଲି ଗୋଟେ ରାୟ ପ୍ରକାଶ ପାଇଛି ହାଇକୋର୍ଟରେ ଅନୁଭବ ମହାନ୍ତି ଆଉ ବର୍ଷାକୁ ନେଇ ସେମାନଙ୍କ ବିବାହ ବିଚ୍ଛେଦ ଆଇନ ସମ୍ମତ ହେଇଯିବା ଦରକାର କୋର୍ଟ ରାୟ ଦେଲେ ଆପଣ ଏ ନେଇ କ'ଣ କହିବେ? ଆରେ ବାବୁ ଯଦି କୋର୍ଟ ରାୟ ଦେଲେନି ସେଠି ମୋର ଆଉ ଶକ୍ତି ଅଛି? ସୁପ୍ରିମ ଅର୍ଡର ହେଉଛି କୋର୍ଟ ଅର୍ଡର ଜୁଡ଼ିସିଆଲ ଅର୍ଡର ଯେ ଦେଇ ସାରିଲାଣି ସେ ଅଲଗା ହେଇଯିବେ ତୁରନ୍ତ ଅଲଗା ହେଇଯିବା ଉଚିତ। ସମ୍ମାନ ଦେଇକରି ଜୁଡ଼ିସିଆଲ ପାଖେ ସରେଣ୍ଡର କଲେ କେସ୍ ହେଲା ଆର୍ଗୁମେଣ୍ଟ ହେଲା ମାନ୍ୟବର ଜୁଡ଼ିସିଆଲ ଯଦି ଅର୍ଡର ଦେଇଦେଲେ ନା ଇଏ ବିଚ୍ଛେଦ ହେଇଯିବା ଦରକାର ତୁରନ୍ତ ହେଇଯାଇକି ଇଏ କେଉଁଠି ବିବାହ ହେଇଯାଉଛି ସେ କେଉଁଠି ବିବାହ ହେଇଯାଉ କାରଣ ଏଜ୍ ଅଛି ନା ବୟସ ଅଛି ଭବିଷ୍ୟତ ସେମାନେ ଗଢ଼ିବେ। ଭଲ ହିରୋ ହିରୋଇନ ଜ୍ଞାନୀ ମାନି ଧନୀ ପରୋପକାରୀ 2 ଜଣ ଯାକ କମ୍ ସାହାଯ୍ୟ କରୁଛନ୍ତି ଗରିବ ଲୋକଙ୍କୁ। ମୋର ବି ଇଚ୍ଛା ଯୋଡ଼ି ହେଇ ରହିବା ପାଇଁ। ଏ ମେଢ଼ ମୂର୍ତ୍ତି ବଢ଼ିଆ ମେଢ଼ ଯେମିତି ସୁନ୍ଦର ମୂର୍ତ୍ତି ବି ସୁନ୍ଦର। ମୋର ଜୁଡ଼ିସିଆଲ ଅର୍ଡର ଦେଲାଣି ମାନେ ଆଲୋ ବୋପା ମୁଁ କିଏ? ଜୁଡ଼ିସିଆଲକୁ ଆଗ ଫାଷ୍ଟ ସମ୍ମାନ ସେ ଦେବା ଦରକାର ଆମେ ଦେବା ଦରକାର ନାଗରିକ ଦେବା ଦରକାର। ସେ କିଏ ମନ ଉଣା କରୁ ନ କରୁ ସୁପ୍ରିମକୋର୍ଟ ଅର୍ଡର ହାଇକୋର୍ଟ ଅର୍ଡର
ବେଦରକାର। ବର୍ଷା କହୁଛନ୍ତି ଯେ ହାଇକୋର୍ଟ ଘର ଭାଙ୍ଗିବା ପାଇଁ ଯୋଉ ଭଳିଆ ଅର୍ଡର ଦେଲେ ସେଥିରେ ଧର୍ମର କଣ ଜୟ? ଏଟାଇ ତ ମୁଁ ଚାହୁଁଛି ରହିବା ପାଇଁ, କଣ ପାଇଁ ସେ ଭଳିଆ ନିଷ୍ପତ୍ତି ନେଲେ? କଣ ଏମିତିଆ? ମୁଁ କହିପାରିବିନି ମାନେ ଜୁଡ଼ିସିଆଲ ଅର୍ଡର ହେଇଗଲେ ବେଦରକାର। ମୁଁ ବାବା ଜୁଡ଼ିସିଆଲ ବିପକ୍ଷରେ ପଦେ କହିପାରିବି। ଆଜି ପର୍ଯ୍ୟନ୍ତ ରିଗାର୍ଡ ଦେଇ ଆସିଛି ମୁଁ ଜୁଡ଼ିସିଆଲ। ଜୁଡ଼ିସିଆଲ ଯେତେବେଳେ ଦେଇଛନ୍ତି ବିଚ୍ଛେଦ ହେଇ ରହିବେ, ବିଚ୍ଛେଦ ହେଇ ରହନ୍ତୁ। ଆଜ ସେମିତି ବହୁ ଜାଗାରେ ବିଚ୍ଛେଦ ହେଇଛି, ସୁପ୍ରିମକୋର୍ଟରେ ବିଚ୍ଛେଦ ହେଇଛି। ଫେର ଦେଖିଲା ବେଳକୁ ହଜବେଣ୍ଡ ୱାଇଫ୍ ଭଳିଆ ଫେର ଚଳୁଛନ୍ତି, ଫେର କ୍ୟାଣ୍ଟିନରେ ଖାଉଛନ୍ତି, ଫେର ହୋଟେଲରେ ଖାଉଛନ୍ତି, ଫେର ରିଲାକ୍ସ କରୁଛନ୍ତି, ଫେର ଗାର୍ଡେନରେ ବୁଲୁଛନ୍ତି। ଯଦି ପ୍ରକୃତ ପ୍ରେମ ତାଙ୍କର ନିଷ୍ଠା ପ୍ରେମ ଥବ, ଫେର ଏକାଠି ହେଇଯିବ। ଜୁଡ଼ିସିଆଲ କ'ଣ କରିବ?